ଅଭାବୀ ଅଭାବ ଏବଂ ଅଭାବର ଏକ ଦୃଶ୍ୟ। କେମିତି ଚଳିବ ଆଜି ତା ପରିବାର ଏ ଝିପଝିପ ବର୍ଷାରେ? କିପରି ଚଳିବ ଆଜି ତାର ପରିବାର ଏ ଝିପଝିପ ବର୍ଷାରେ? ଦେଖନ୍ତୁ ନା, ଏ ପାଣି ଗଡ଼ି ଯାଉଛି ତା ଦୋକାନ ଆଡ଼େ, ଏ ପାଣି ଗଡ଼ି ଯାଉଛି ତା ସେ ଚୁଙ୍ଗିଟି ଆଡ଼େ, ଏ ପାଣି ଗଡ଼ି ଯାଉଛି ତା ପରିବା ଦୋକାନ ଆଡ଼େ। ଦେଖନ୍ତୁ, ଆପଣଙ୍କୁ ମୁଁ ଦେଖାଉଛି, ଇଏ ହେଉଛି କଳା ଐତିହ୍ୟ ସଂସ୍କୃତି ପରମ୍ପରାର ମହୋତ୍ସବ ପଡ଼ିଆ। ଇଏ ହେଉଛି କଳା ଐତିହ୍ୟ ସଂସ୍କୃତି ପରମ୍ପରାର ମହୋତ୍ସବ ପଡ଼ିଆ। ଏ ମହୋତ୍ସବ ପଡ଼ିଆ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମନ୍ତ୍ରୀ, ଏମଏଲଏ, ଏମିତିକି ମୁଖ୍ୟମନ୍ତ୍ରୀମାନେ ଆସନ୍ତି, ଯେଉଁକୁ ସିଏମ୍ କୁହନ୍ତି। କେବେ ପ୍ରଧାନମନ୍ତ୍ରୀ ଆସିବେ ଏମାନେ ବି ଭାବୁଛନ୍ତି। ଏ ମହୋତ୍ସବ ପଡ଼ିଆକୁ ପ୍ରଧାନମନ୍ତ୍ରୀ ଆସନ୍ତେ କି? ଆପଣଙ୍କୁ କ୍ୟାମେରା ଜରିଆରେ ମୁଁ ଦେଖାଉଛି ଏ ଘଟଣାଟି ସତ। ଏଠି ତ୍ରିନାଥ ମନ୍ଦିରରେ ଟିକେ ମ୍ୟୁଜିକ୍ ବାଜୁଛି, ଠାକୁରଙ୍କ ଗୀତ ବାଜୁଛି। ସେ ସବୁ କରୁଛି, ସେ ଦିନ ରାତି ବି କରୁଛି। ଆପଣଙ୍କୁ କ୍ୟାମେରା ଜରିଆରେ ମୁଁ ଦେଖାଉଛି, ଦେଖନ୍ତୁ ନା, ସେ ପାଣି ଟେକି ଦେଉଛି ତା ପାଲ ତଳେ କେତେ ପାଣି। ଆପଣଙ୍କୁ କ୍ୟାମେରା ଜରିଆରେ ମୁଁ ଦେଖାଉଛି ଏ ପରିବା ଦୋକାନୀ ଗୁରୁ। କିଏ ଚୁନଚୁନିଆ ଶାଗ ଆଣିଛି ତ, କିଏ ଖଡ଼ା, କିଏ ଜହ୍ନି, କିଏ ଆଣିଛି ଅନେକ ଭେରାଇଟି ମେଣ୍ଟେନ୍ କରୁଛି। ଗାଜର, ପୋଟଳ, କାକୁଡ଼ି, ବାଇଗଣ, କଞ୍ଚା କଦଳୀ। ଏଠି ହଜାର ହଜାର ଲୋକ ଆସନ୍ତି। ଏଠି ତାଙ୍କ ହାଣ୍ଡିରେ ଏ ପରିବାଟିକି ଫୁଟିବ। କିଏ ଡାଲମାଟିକି କରିବ, କିଏ କରିବ 12 6 ପ୍ରକାର, କିଏ ରାଇତା କରିବ, କିଏ ପୋଡ଼ା ଜଳା, ଏମିତି କ'ଣ ଅନେକ କିଛି କରିବ। ଏ ଲୋକଟି ବଇଛି ମୁଢ଼ି, ଭଜା ଚୁଡ଼ା ଏମିତି ସବୁ ଧରିକି, କା 10 11 ଏବଂ ସୁଜିକିରାରେ ଲାଗିବ। ଏମାନଙ୍କ ପାଖରେ ପଇସା ପତ୍ର ନଥିବାରୁ ଇଏ ଏଇଭଳି ଚୁଙ୍ଗି କରି ତା ଗୁଜାରଣ ମେଣ୍ଟାଉଛନ୍ତି। କିନ୍ତୁ ବଡ଼ ବଡ଼ିଆ ଯଦି ପଇସା ଥାଆନ୍ତା ତାଙ୍କ ପାଖରେ, ବଡ଼ ବଡ଼ ରିଲାଏନ୍ସ ନହେଲେ SLB ନହେଲେ ଏମିତି ବଡ଼ ବଡ଼ ଦୋକାନ କରି ବସିଥାନ୍ତେ। ଆଙ୍କ ଆଡ଼େ ଏଠିକି ସରକାର ଦୃଷ୍ଟି ପକାଇବା ଦରକାର। ଇଏ କହୁଛନ୍ତି ମୁଖ୍ୟମନ୍ତ୍ରୀ ଆସିଥିଲେ ଏଠିକି କିଛି କାଟୁ କଲା ନାହିଁ। ମୁଖ୍ୟମନ୍ତ୍ରୀ ଆସିଥିଲେ କିଛି କାଟୁ କଲା ନାହିଁ। ଆଉ ଯଦି ପ୍ରଧାନମନ୍ତ୍ରୀ ଆସିବେ ଆଙ୍କ ଦୁଃଖ ଟିକେ ବୁଝିବେ। ନହେଲେ ପାଣି ପଶିଗଲାଣି ତାଙ୍କର, ପାଣି ପଶିଗଲାଣି ତାଙ୍କ ପାଲ ତଳେ। ଏ ମଉସା ଚୁନଚୁନିଆ ଶାଗ ଧରି ବଇଛି। ଗଲେ ତା ମିସେସ୍ ବା ତା ସ୍ତ୍ରୀ ନହେଲେ ତା ବୁଢ଼ୀ ମା ଯଦି ଥିବ, ତା ପାଇଁ ସେ ବରା ନେବ, ତରକାରୀ ନେବ, ଇଟିଲି ନେବ, ତାର ବି ପାଣି ପଶିଗଲାଣି। ଆଉ ଜଣେ ଭାଇ ଏଠି ବଇଛି, ଆଉ ଜଣେ ଖାଲି ଟେକୁଛି, ତାର ପାଣି ଫୁଲ ହେଇଯାଉଛି। ଏଇ ଦେଖ, ଗଳିକି ଟେକୁଛି। ଗରିବ ସଦାବେଳେ ବାବାକୁ ଡାକୁଛି। ଏ ତ୍ରିନାଥ ମନ୍ଦିରର ଦୃଶ୍ୟ କ'ଣ ବୋଲୁଛି ସେ ଗୀତଟି ଦେଖୁଛନ୍ତି ନା? ଗରିବ ବାବା ବାବା ଡାକୁଛନ୍ତି। ଦେଖନ୍ତୁ, ଆର ଫୁଲ ହେଇଗଲାଣି, ବୋଇଲାଣି। ଏଇ ବୋଇଲା, ଏଇ ଟେକିଲା, ଏଇ ଢାଳିଲା, ଏଇ ଫୁଲ ହେଲା। ଦେଖନ୍ତୁ, ଭୋଗ ଦୋକାନୀ ବ୍ୟସ୍ତ ଅଛି। କେବେ ପ୍ରଧାନମନ୍ତ୍ରୀ ଆସିବେ ଆଙ୍କ ଦୁଃଖ ବୁଝିବେ। ଏ ଖଟିଖିଆ ମଜୁରିଆ, ଦିନ ମଜୁରିଆ ଅଟନ୍ତି। ଏ ଖଟିଖିଆ ଲୋକ ଅଟନ୍ତି। ଏମାନେ ରାତିରେ ଭଲସେ ଶୁଅନ୍ତି ନା? ବିଜନେସ୍ ଆଙ୍କ ଘରକୁ ଆସେ ନା ଆସେ ଆଙ୍କ ଘରକୁ ପୋଲିସ ବାବୁ, ନା ଆସନ୍ତି କିଏ ଆଙ୍କ ଘରକୁ?
ଏ ରାତିରେ ଶାନ୍ତିରେ ଶୁଅନ୍ତି, ଦିନରେ ବର୍ଷାରେ ଭିଜି ପରିବା ବିକନ୍ତି। ରାତିରେ ଶାନ୍ତିରେ ଶୁଅନ୍ତି, ଦିନରେ ବର୍ଷାରେ ପରିବା ବିକିକି ଶୁଅନ୍ତି। କିନ୍ତୁ ବଡ଼ ଲୋକିଆ ହୋଟେଲରେ ଖାଇଲା ବେଳେ ପଛକୁ ଅନାନ୍ତି, କାଳେ ବିଜିନେସ୍ ଧଇଲା କି, କାଳେ ସିବିଆଇ ଧଇଲା କି, କାଳେ ଇଡି ଧଇଲା କି, କାଳେ କ୍ରାଇମବ୍ରାଞ୍ଚ ଧଇଲା କି। ନିର୍ଭରକାରୀ ତଦନ୍ତକାରୀ ସଂସ୍ଥା ଆଙ୍କୁ ସବୁ ଜାଣେ। ଏ ହେଉଛି ମହୋତ୍ସବ ପଡ଼ିଆ, ଏ କଳା ଐତିହ୍ୟ ସଂସ୍କୃତି ପରମ୍ପରାର ମହୋତ୍ସବ ପଡ଼ିଆ। ନରେନ୍ଦ୍ର ମୋଦି ସାର୍ କେବେ ଆଙ୍କ ଉପରେ ନଜର ରଖିବେ, ଆଙ୍କ ଉପରେ କେବେ ଦୃଷ୍ଟି ପଡ଼ିବ ଏ ଧର୍ମଶାଳା ମହୋତ୍ସବ ପଡ଼ିଆର ପରିବା ଦୋକାନୀମାନଙ୍କୁ। ଏ ହେଉଛି ଉଠା ଦୋକାନୀର ଦୃଶ୍ୟ। ଏ ଭିଜା ପାଣିରେ, ଏ ଭିଜା ବର୍ଷାରେ ଏ ତ୍ରିନାଥ ଠାକୁରଙ୍କ ପାଖରେ ଏମିତି ଏକ କାର୍ଯ୍ୟ ଏ ଚାଲୁଅଛି। ଦେଖନ୍ତୁ ଆପଣଙ୍କୁ ଆପଣ ଆଖିରେ ଲୁହ ଆସିଯିବ ଯଦି ଆପଣ ସମାଜସେବୀ ହୋଇଥିବେ, ସାମ୍ବାଦିକ ହୋଇଥିବେ। ଏଠି ଧର୍ମଶାଳା ପ୍ରେସ୍ କ୍ଲବ୍, ଏଠି ଧର୍ମଶାଳା ପ୍ରେସ୍ କ୍ଲବ୍ର ପାଖାପାଖି ଅଟେ, ଯେ କି ମାନ୍ୟଗଣ୍ୟ ବ୍ୟକ୍ତି ଏଠି ପ୍ରେସ୍ କ୍ଲବ୍କୁ ଆସନ୍ତି ଏବଂ ଏ ପ୍ରେସ୍ କ୍ଲବ୍ ଏକ ଧର୍ମଶାଳାର ଏକ ଅଲ୍ ଓଡ଼ିଶା ବା ଅଲ୍ ଇଣ୍ଡିଆକୁ ଚିହ୍ନେ ଏ ଧର୍ମଶାଳା ପ୍ରେସ୍ କ୍ଲବ୍। ଏ ପ୍ରେସ୍ କ୍ଲବ୍ ପାଖାପାଖି ଅଟେ ଏ ମହୋତ୍ସବ ପଡ଼ିଆ। ଏ ମହୋତ୍ସବ ପଡ଼ିଆ ପାଖାପାଖି ଏ ପରିବା ଦୋକାନ, ଏହାର ପାଖାପାଖି ଅଟେ ତ୍ରିନାଥ ମନ୍ଦିର। ଏ ମ୍ୟୁଜିକ୍ ବା ଏ ଗୀତ ବା ସଙ୍ଗୀତ ଏ ପରିବା ଏଠି ଆପଣଙ୍କୁ ମୁଁ କ୍ୟାମେରା ଜରିଆରେ ଦେଖାଉଛି ଏଠି କ୍ୟାମେରା ଜରିଆରେ ଆପଣଙ୍କୁ ଏ କାମଟି ଦେଖାଉଛି। ମୁଁ ଆପଣଙ୍କୁ ଦେଖାଉଛି ଆପଣଙ୍କୁ ଏ ଜିନିଷଟି ଆପଣଙ୍କ ମନକୁ କେତେ ଛୁଆଁଇବ। ଆପଣ କେତେ ତଦନ୍ତକାରୀ ସଂସ୍ଥାକୁ କହିବେ ଧର୍ମଶାଳା ବିଷୟରେ, ଯିଏକି କରପ୍ଟେଡ଼ର ବାସ୍ନା ଶୁଘି ସାରିଛି ଏ ବ୍ଲକ୍, ଯିଏକି ଏ ବ୍ଲକ୍ରେ ବିଜନେସ୍ ଧରି ସାରିଛି, ସକ୍ସେସ୍ ହୋଇସାରିଛି ବିଜନେସ୍ ଏବଂ ପଣ୍ଡୁଆରେ ବି ବିଜନେସ୍ ଧରି ସାରିଛି। ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ ଅଟେ। ବିଜନେସ୍ ସକ୍ସେସ୍ ହେଉଛି ଯାଜପୁରରେ। ଏବେ ଲାଇଟ୍ ବା ସୋଲାର ସିଷ୍ଟମ୍ ଲାଇଟ୍ ବା ଏବେ ଲାଇଟ୍କୁ ବର୍ଚ୍ଚନା, ଧର୍ମଶାଳା ଏବଂ ଆଉ ଗୋଟେ ବ୍ଲକ୍କୁ ବିଜନେସ୍ ତଦନ୍ତ ଆକ୍ଟିଭ୍ ଅଛି। ଇଲେକ୍ଟ୍ରିକ୍ ବା ସୋଲାର ସିଷ୍ଟମ୍ ଲାଇଟ୍ ଘୋଟାଲାରେ ସମ୍ପୃକ୍ତ ଅଛନ୍ତି ଏ ଧର୍ମଶାଳାରେ ଅନେକ ଲୋକ, ଯାହାକୁ ତଦନ୍ତ ଆରମ୍ଭ କରିଛି ବିଜନେସ୍। ଖୁବ୍ ଶୀଘ୍ର ସଲାକର ପିଛେ ରହିବେ ବା ଜେଲ୍ ଯିବେ ବା ଜେଲ୍ ଭିତରେ ରହିବେ ଏ ଲୋକମାନେ। ଗରିବଙ୍କର ଆଖିର ଲୁହ ଆଖିର ଭାଷା, ଗରିବଙ୍କ ଆଖିର ଲୁହ ଆଖିର ଭାଷା। ଏ ଆଖି ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ କେତେ ଛୁଇଁବ ଏ ନ୍ୟୁଜ୍ଟି, ସେ ପ୍ରଶ୍ନବାଚୀ ସୃଷ୍ଟି ହୁଏ ବୋଲି ମନକୁ ପ୍ରଶ୍ନ ଆସେ। ଏ ଗରିବକୁ ଦୁଃଖ କେବେ ଯିବ? ଯିଏକି ମହାତ୍ମା ଗାନ୍ଧୀ ସ୍ୱପ୍ନ ଦେଖିଥିଲେ କୁଟି ଖାଅ କାଟି ପିନ୍ଧ, ମହାତ୍ମା ଗାନ୍ଧୀ ସ୍ୱପ୍ନ ଦେଖିଥିଲେ ଜୟ ଯବାନ, ମହାତ୍ମା ଗାନ୍ଧୀ ସ୍ୱପ୍ନ ଦେଖିଥିଲେ ଈଶ୍ୱର ଆଲ୍ଲାହ ତେରେ ନାମ ସବको ସମ୍ମତି ଦେ ଭଗବାନ, ଅଟଳ ବିହାରୀ ବାଜପେୟୀ ନାରା ରଖିଥିଲେ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ। ଏପରି ଏକ ନ୍ୟୁଜ୍ ଏକ ନ୍ୟୁଜ୍ ଆପଣମାନଙ୍କ ପାଖକୁ ମୁଁ ପଠାଉଛି। କେତେ ଦାମୀ ଦାମୀ ଗାଡ଼ି, କେତେ ବଡ଼ ବଡ଼ ଲୋକଙ୍କ ଦାମୀ ଦାମୀ ଗାଡ଼ି ଏଠି ଆସି ଠିଆ ହୁଏ, ପରିବା ଖାଇକି ଯାଆନ୍ତି, ପରିବା ନେଇକି ଯାଆନ୍ତି। ଲମ୍ବା ଲମ୍ବା କାକୁଡ଼ି, ଲମ୍ବା ଲମ୍ବା ଗାଜର, ଲମ୍ବା ଲମ୍ବା ଜହ୍ନି, ଲମ୍ବା ଲମ୍ବା ପୋଇ, ଲମ୍ବା ଲମ୍ବା ଖଡ଼ା, ଲମ୍ବା ଲମ୍ବା ବାଇଗଣ, ଗୋଲ ବାଇଗଣ ବି ନିଅନ୍ତି, ଗୋଲ ଗୋଲ ଟମାଟର, ହାଇବ୍ରିଡ୍ ଟମାଟର, ଦେଶୀ ଟମାଟର, ଗୋଲ କୋବି, ଗୋଲ ବନ୍ଧାକୋବି, ଗୋଲ ଫୁଲକୋବି, ବନ୍ତଳ, କଦଳୀ, କାକଲା କଦଳୀ, କଞ୍ଚା କଦଳୀ, ଲାଷ୍ଟକୁ ରଖିଛି ଇଏ ଚୁଡ଼ା ଦହି, ମାନେ ଚୁଡ଼ା ମୁଢ଼ି ଫୁଡ଼ି ସୁଜିରେ କାମରେ ଆସିବ। ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି ଧର୍ମଶାଳା ମହୋତ୍ସବ ପଡ଼ିଆରେ। ଖବର ପଡ଼ୁଛି ସନ୍ତୋଷ କୁମାର ଓଝା, ଧର୍ମଶାଳା ଯାଜପୁର ଆଣ୍ଡ ଅଲ୍ ଓଡ଼ିଶା। ପ୍ରଣାମ, ଜୟ ଜଗନ୍ନାଥ।